ঘটনাটা ঘটিছে সেই স্থানে আমি দেখুছু গেট পাখে সে গেট বন্ধ করলে বর্তমানে গেট খোলা আছে কিন্তু যে ভাবে যেতে সংখ্যক বর্তমানে গ্রামবাসী স্থানীয় লোক মানে এটি বসি রয়েছেন রাস্তা উপরে যে সেমানଙ୍କର উদ্দেশ্য যে কি সেমানে এই গাড়িକୁ ছাড়িবে নাই এবং সেমানে ন্যায় দাবি করছেন আমি পচারিবু যা যে এই স্থাନରେ সব অଛନ୍ତି সেମାନଙ୍କୁ ଆମେ ପଚାରିବୁ ଯେ କ'ଣ ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଦାବି ରହିଛି କି ପ୍ରକାର କାର୍ଯ୍ୟାନୁଷ୍ଠାନ ସେମାନେ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି ଆଜ୍ଞା। ଆଉ ଏଠି 10 ବର୍ଷର ଝିଅର ବାପା ମାଆକୁ ମୃତ ଝିଅର ବାପା ମାଆକୁ ନ୍ୟାୟ ଆମର ଦାବି ତା ସହିତ ଏଠି ସମସ୍ତ ଉଠା ଦୋକାନୀ ଉଚ୍ଛେଦ ହେବା ଆପଣଙ୍କର ମଦଠୁ ଆରମ୍ଭ କରି ଗଞ୍ଜାଇ ଅଫମ ଚରସଠୁ ଆରମ୍ଭ କରି ବିକ୍ରି କରୁଥିବା ସମସ୍ତ ଉଠା ଦୋକାନୀକୁ ଏ ଜାଗାରେ ଉଚ୍ଛେଦ ନ କରିବା ପର୍ଯ୍ୟନ୍ତ ଆମେ ଏ ରାଜରାସ୍ତାରେ ଉଠିବୁ ନାହିଁ। ଏହା ଆମର ସ୍ଲୋଗାନ। ଆପଣ ଶୁଣିପାରୁଥିଲେ ସେମାନେ କହିବା କଥା ଯେ ଏଇ ଯେଉଁ ଘଟଣା ଘଟିଛି ଏହା ହେଉଛି ଏଟା ଯେଉଁ ନିଶା କାରବାର ଚାଲୁଛି ଏଟା ଗୋଟେ ଡ୍ରଗ୍ସ ହବ୍ ପାଲଟିଛି ଏ ଯେଉଁ ଛକ ପୁରୁଣା ପଞ୍ଚାୟତ ଅଫିସ ଛକ এই স্থানে এইপাই এই ঘটনাটা ঘটছে বলে সে কৌন যেতে শীঘ্র সম্ভব এই স্থানে এপরি যেতে প্রকার সব নিশা কারবার চালছি সেটা তুরন্ত বন্ধ করা যাও ଏହା ହିଁ ତାଙ୍କର ପ୍ରଥମ ଦାବି। ଆମେ ପଚାରିବୁ ଯେ ବର୍ତ୍ତମାନ ଏପର୍ଯ୍ୟନ୍ତ ଦେଖି ସେଇ ଯେଉଁ ବର୍ତ୍ତମାନ ଗାଡ଼ିକି ଛାଡ଼ୁନାହାନ୍ତି କାହିଁକି ନ ଛାଡ଼ିବାର କାରଣ କ'ଣ? ନ ଛାଡ଼ିବାର କାରଣ ଆଜ୍ଞା କାଲି 6:30 ବେଳେ ଖବର ମିଳିଛି ଯାହା ଦେଖିଲେ ପୁଲିସ ଭାଇମାନେ ଥିଲେ ସମସ୍ତେ ଥିଲେ ଏଠି ଯେ ତା ଜୁନିରୁ ରକ୍ତ ବାହାରୁଛି ତାକୁ ରେପ୍ କରାଯାଇଛି ମର୍ଡର କରାଯାଇଛି। କାଲିଠାରୁ ଆଜି ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ କଲେକ୍ଟର କି ଏସ୍ପି ସାର୍ ଆସିଲେ ନାହିଁ କିନ୍ତୁ ଆମେ ସବୁ ଏଠି ଛାଡ଼ିବୁ ନାହିଁ। କାହିଁକି ଏଠି ମହାତ୍ମା ଗାନ୍ଧୀଙ୍କର ଗୋଟେ ମନ୍ଦିର ହେଉଛି ଷ୍ଟାଚ୍ୟୁ ହେବ ଏ ଛକରେ ଯଦି ଏଇଭଳିଆ କାର୍ଯ୍ୟ ହେବ ଗଞ୍ଜେଇ ମଦ ବ୍ରାଉନ୍ ସୁଗାର ସବୁ ରକମ ଚାଲିଛି ଯେତେ ଦୋକାନ ଏଠି ଅଛି ଏ ଦୋକାନକୁ ଉଚ୍ଛେଦ କରାଯାଉ ତାପରେ କ'ଣ ହେବ ନଚେତ ଏଟା ଚାଲୁ ରହିବ। ଆପଣ ଯାହା ଶୁଣୁଥିଲେ ସେମାନେ କହୁଛନ୍ତି ଯେ କି ଯେପର୍ଯ୍ୟନ୍ତ ଏହାର ସମାଧାନ ନ ହୋଇଛି ଆମେ ଛାଡ଼ିବୁ ନାହିଁ। ତେଣୁ ଆମେ ଜଣେ ବରିଷ୍ଠ ଅଛନ୍ତି ବର୍ତ୍ତମାନ ରାଜନୈତିକ ଦଳର ଜଣେ କର୍ମୀ ତାଙ୍କୁ ଆମେ ପଚାରି ବୁଝିବା ଯେ କି ସେମାନଙ୍କର କ'ଣ ସବୁ ରହିଛି ଆଜିର କ'ଣ ଦାବି ରହୁଛି ଆଉ କ'ଣ ସେମାନେ ଚାହୁଁଛନ୍ତି। ମୁଁ ଆଜି ଦାବି କରୁଛି ପଞ୍ଚାୟତ ଆଜ୍ଞା ମୋ ପରିଚୟ ବୃନ୍ଦାବନ ମହାଳିକ ମୋ ଏକ୍ସ ସରପଞ୍ଚ ବ୍ଲକ ସଭାପତି କଂଗ୍ରେସ। ये जो नारकीय कांड होइछि 10 वर्षर शिशुर जो रैप करिकरी जो भली भाव मर्डर करा जाइछि ये तुरंत तांको परिवार ये परिवार लोक को ठीक न्याय न दिया पर्यंत आम एठी आंदोलन जारी रखिबू। आउ जो मद चरक्स गंजेई ये जो पंचायत छकरे राज चली आमर दाबी आम ये शिशु को जो मृत्यु शिशु को आम छाड़बू नहीं जे पर्यंत से आमर दाबी उच्छेद न से मद दुकान न उच्छेद देखते जहाँ कहते जे से छोट शिशुटी कमलमती शिशु प्रति जो घटना घटी से संपूर्ण भाव से मर्माहत जो से प्रथम दाबी हूँ जे कि न्याय मिलू आउ यही स्थान में तार फैसला हो से गाड़ी छाड़ू ना किंतु पुलिस प्रशासन कहवा कथा जे कि प्राथमिक पर्यायर से तदंत आरंभ होती कि परवर्त समय नेक्स्ट स्टेप नेबे किपरि से अपराधी विरुद्ध में दृढ़ कार्यानुष्ठान ग्रहण करा कथा हो एपर्यंत से अपराधी किए केते जन बर्तमान अटक रखा जाइए ताहा स्पष्ट सूचना मिल पारि नहीं किंतु ग्रामवासी और स्थानीय अंचल लोक मैंने चाहते यार तुरंत समाधान होगा उचित तुरंत दंड विधान होगा उचित। छुआ पिला आमे शांति रहू आम पले गाँ उठी जाऊ एटी आमे हणा कटा बाड़ा पिटा आम इज्जत मत न जाऊ आम ओडिशा आम गाँ आमर सब ये अपने ना हो गला चांदपाली एरिया बोले कि मीडिया वाला सब सब विख्यात हो गला आम मो सम्मान सब मुठी हो गला आम पले गाँ हटी जाऊ आम पले गाँ हटी जाऊ आम पले गाँ जाऊ राम पले आम चाहूँ एति आपण मैंने दया करके आम पले गाँ भांगी टूटिकी आम छाड़ीदेमु तुम जाओ ये टिके आम टिके निरापद रहू आम छुआ पिला रहूँ आक सागर आम हणा कटा बाड़ा पिटा मरड़ करूँ ना ये सब सफा हो जाऊ घरे घरे जाओ मद गंजे गाय के खाओ बिक्री होती चांदेल गाँव भी बिक्री होती मद गंजे खाई आज सर्व घरे संसार नष्ट आज संसार नष्ट हो जाती मद गंजे खाई लोक आज सब मद गंजे दुकान बंद करो।
ଏ ଦେଖନ୍ତୁ ଗତକାଲି ସନ୍ଧ୍ୟାରେ ଆମକୁ ଯେତେବେଳେ ଖବର ମିଳିଥିଲା ତତ୍କ୍ଷଣାତ୍ ଆମର ପୋଲିସ ଟିମ୍ ଯିଏ ଥିଲେ ଆମର ଇଭିନିଂ ପେଟ୍ରୋଲିଂ ସେ ତତ୍କ୍ଷଣାତ୍ ଘଟଣାସ୍ଥଳକୁ ଆସିଥିଲେ ତତ୍କ୍ଷଣାତ୍ ହିଁ ଆମ ପୋଲିସ ଆକ୍ସନରେ ଆସିଥିଲେ ସନ୍ଧ୍ୟା 5ଟା 5:30 ସମୟରେ ଯେତେବେଳେ ଆମର ଖବର ହସ୍ତଗତ ହୋଇଥିଲା ତତ୍କ୍ଷଣାତ୍ ହିଁ ପୋଲିସ ଟିମ୍ ଆସିଥିଲେ ଆକ୍ସନରେ ତତ୍କ୍ଷଣାତ୍ ଆମର ଏସ୍ଡିପିଓ ମଧ୍ୟ ଥିଲେ ଏସ୍ଡିପିଓ ଆଖପାଖ ଥାନାର ପୋଲିସ ଅଫିସର ସମସ୍ତଙ୍କୁ ଏଥିରେ ନିୟୋଜିତ କରାଯାଇଥିଲା ଘଟଣାଟି ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା ଯେଉଁ ପରିବାର ସହିତ ଆମର ସମସ୍ତ ସମବେଦନା ରହିଛି ଆଉ ଯିଏ ବି ଦୋଷୀ ଥାଆନ୍ତୁ ନା କାହିଁକି କେସ୍ରେ ତାଙ୍କ ବିରୁଦ୍ଧରେ ଆମର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯାହା ଆଇନ ଅନୁଯାୟୀ ରହିଛି ନାଇଁ ଆମର ଯେ ସସ୍ପେଣ୍ଡ ଅଛନ୍ତି ଯେହେତୁ ବର୍ତ୍ତମାନ ତଦନ୍ତ ପ୍ରାଥମିକ ସ୍ତରରେ ଅଛି ତେଣୁ କହିବାଟା ଠିକ୍ ହେବ ନାହିଁ ତେଣୁ ଆମର ପଚରାଉଚରା ଚାଲିଛି ଏ ଦେଖନ୍ତୁ ଆପଣ ଯେଉଁଟା କହିଲେ ଇନଭେଷ୍ଟିଗେସନ୍ ପ୍ରୋସିଜିଓରରେ ଆମର ସାଇଣ୍ଟିଫିକ୍ ଟିମ୍ ଆସୁଛି ଆପଣଙ୍କର ଯେଉଁ ସନ୍ଧାନୀ କୁକୁର ଅଛି ଏବଂ ଯାହା ଯାହା ଆମର ସାଇଣ୍ଟିଫିକ୍ ଏଡ୍ ବା ଇନଭେଷ୍ଟିଗେସନରେ ଯାହା ଯାହା ଟୁଲ୍ସ ୟୁଜ୍ କରାଯିବା କଥା ସବୁଗୁଡ଼ିକ କରାଯାଉଛି ଯେହେତୁ ମୁଁ ଆପଣଙ୍କୁ ପୁନର୍ବାର କହି ରଖୁଛି ବର୍ତ୍ତମାନ ତଦନ୍ତ ପ୍ରାଥମିକ ସ୍ତରରେ ଅଛି ଆମେ ଖୁବ୍ ଶୀଘ୍ର ଆପଣଙ୍କୁ ସବିଶେଷ ତଥ୍ୟ ଏ ବିଷୟରେ ଦେବୁ ନାଇଁ ଦେଖନ୍ତୁ ମୁଖ୍ୟ ଆସାମୀ କିଏ କ'ଣ କିଛି ସମୟ ଧୈର୍ଯ୍ୟ ଧରନ୍ତୁ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ସ୍ପିକାର ମଧ୍ୟ ଆସିବେ ଆଜ୍ଞା ଆମର ସସ୍ପେକ୍ଟ କିଛି ଅଟକ ଅଛନ୍ତି ପଚରାଉଚରା ଜାରି ରହିଛି ଆମେ ସବିଶେଷ ତଥ୍ୟ ଆପଣ ସମସ୍ତଙ୍କ ସମ୍ମୁଖରେ ରଖିବୁ ଭଦ୍ରକ ଚାନ୍ଦବାଲିରୁ ସୁକାନ୍ତ ସାହୁ ସମ୍ଭାବନା ଲାଇଭ୍।